जय जगन्नाथ साଙ୍ଗମାନେ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ମୁଁ ବି ଭଲରେ ଅଛି। ଆଜି ଆମେ ସକାଳୁ ସକାଳୁ ଗୋଟେ ଜାଗାକୁ ବାହାରି ପଡ଼ିଲୁ। କ'ଣ ହେଇଛି ନା ଆମେ ବାହାରି ପଡ଼ିଥିଲୁ ତେଲ ପକାଇବା ପାଇଁ। ଆଉ ତେଲ ପକାଇଲା ସମୟରେ ମୁଁ ତଥାପି ପଚାରିଥିଲି ତା ଆମେ କୁଆଡ଼େ ଯାଉଛନ୍ତି। ସେ କହିଲେ ଚାଲ ଠିକ୍ ଜାଗାକୁ ଗଲେ ଜାଣିପାରିବୁନି। ମୁଁ ତଥାପି ପଚାରୁଛି କୁଆଡ଼େ ଯିବା ନା ତୋତେ ଗୋଟେ ଜାଗାକୁ ନେଇକି ଯିବି ଚାଲ ତୁ ଯାଇନୁ ମାସେ 2 ମାସ ହେଲାଣି। ମୁଁ କହିଲି ହଉ ଚାଲ ଯାଉ। ତାପରେ ମୋତେ କ'ଣ ହେଇଥିଲା ନା ଶୀତ ଟିକେ ଲାଗିଯାଇଥିଲା ତ ସେ କହିଲେ ଆଉ ଦେହ ଯେହେତୁ ଖରାପ ଅଛି ତା ମନେ ନେଇ ପିନ୍ଧି ପକା। ମୁଁ କହିଲି ହଉ ଠିକ୍ ଅଛି। ତାପରେ ମୁଁ ଜାଣିପାରିଲି ମୋ ଝିଅ ପାଖକୁ ଆମେ ଯାଉଛୁ ଆଉ ଝିଅ ପାଇଁ। ତାପରେ ପୁଣି ଅଙ୍କା ବଙ୍କା ରାସ୍ତା ଦେଇକି ଯାଇ ପହଞ୍ଚିଗଲୁ ସେଇ ସଂଘର୍ଷ ଜାଗାରେ। ତ ମୁଁ କାହିଁକି ନା ସେଇଠି ମୋ ଝିଅ ପାଠ ପଢ଼ୁଛି ତ ସେଥିପାଇଁ ସେ ହଷ୍ଟେଲକୁ ଆମେ ବାହାରିକି ଆସିଯାଇଛୁ। ଆଉ ଏବେ ପହଞ୍ଚିଗଲୁ ହଷ୍ଟେଲ। ଏବେ ଆମେ ଆସିକି ପହଞ୍ଚି ଯାଇଛୁ। ଆଉ ଯେଉଁଠି ଆସିଲେ ପିଲାମାନଙ୍କର ଗାର୍ଡ଼ିଆନ୍ ମାନେ ବସନ୍ତି ରେଷ୍ଟ ନିଅନ୍ତି ତ ସେଇଠି ମୁଁ ଯାଇକି ବସିଥିଲି। ତାପରେ ତା ବାବା ଯାଇକି କ୍ଲାସ୍ ରୁମ୍ରୁ ଝିଅକୁ ଧରିକିରି ପଳେଇ ଆସିଲେ ଝିଅର କ୍ଲାସ୍ ରୁମ୍କୁ। ତ ସାର୍ଙ୍କୁ କହିକି ସେ କ୍ଲାସ୍ ରୁମ୍କୁ ଝିଅକୁ ଆଉ ମୋ ଝିଅକୁ ଧରିକି ଆସିଲେ ଭାରି। ତାପରେ 2 ଜଣ ଯାକ କ'ଣ କରିଥିଲେ ନା ସେ ବରା ଆଉ ଆଳୁଚପ ସିଙ୍ଗଡ଼ା ଯେଉଁ ନେଇଥିଲୁ 2 ଜଣ ଯାକ ଖାଇ ଦେଇଥିଲେ। ତାପରେ ମୋ ଝିଅର ଯେଉଁ ପ୍ରୋଗ୍ରାମ୍ ଥିଲା ଅନୁଗୁଳରେ ତ ତାର ଟିକେ ଫଟୋ ଉଠେଇଥିଲୁ। ତାପରେ ମୋତେ ଭଲ ଲାଗିନଥିଲା ତ ମୁଁ କହିଲି ଚାଲ ଟିକେ ପଳେଇବା ଘରକୁ ଜଲ୍ଦି। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ନା। ମୁଁ ଏଇପଟ ରାସ୍ତାରେ କେବେ ଆସିନଥିଲି। ଏଇଟା ହେଉଛି ମୋର ଫାର୍ଷ୍ଟ ଟାଇମ୍। ତ ମୋତେ ବହୁତ ଭଲ ଭଲ ଲାଗିଲା ଦେଖିବା ପାଇଁ। ତ ମୁଁ ଟିକେ ଭିଡ଼ିଓ ସୁଟ୍ କରିଥିଲି। କେତେ ସୁନ୍ଦର ଦେଖାଯାଉଛି ସେ ନେଟ୍ଟା ଦେଖନ୍ତୁ। ଭିୟୁ ବି ଭଲ ଆସୁଛି। କି ସୁନ୍ଦର ଦେଖାଯାଉଛି। ବାଟରେ ଆସିଲା ବେଳକୁ ଗୋଟେ ଦୋକାନ ପଡ଼ିଲା ତ ମୋ ନାଇଁ ଗୋଟେ ଜ୍ୟାକେଟ୍ କିଣିଥିଲୁ। ଆଉ ମୋ ଜ୍ୟାକେଟ୍ କିଣି ସାରିଲା ପରେ ତାଙ୍କ ପାଇଁ ଗୋଟେ ପ୍ୟାଣ୍ଟ କିଣିବା ପାଇଁ ବାହାରି ଗଲୁ। ତ ସେ କହିଲେ ଉପର ମହଲାରେ ଅଛି ଚାଲ ଯିବା। ମୁଁ କହିଲି ହଉ ଚାଲ। ଗଲାକୁ ଦେଖେଇଲେ ପ୍ୟାଣ୍ଟ ଦେଖିଲା ପରେ ସେ ମୋତେ କହିଲେ କେଉଁ ପ୍ୟାଣ୍ଟଟା ଭଲ ଲାଗୁଛି ନେବା କୁହ। ମୁଁ କହିଲି ତମ ଇଚ୍ଛା ଯେଉଁଟା ନେଲେ ବି ଭଲ ଲାଗୁଛି। ତାପରେ କ'ଣ କରିଥିଲୁ ନା ଘରକୁ ଆସିଥିଲୁ। ଘରକୁ ଆସିଲା ପରେ ସାଙ୍ଗେ ସାଙ୍ଗେ ସେ ଡ୍ରେସ୍ ଚେଞ୍ଜ କରିଥିଲେ। ଡ୍ରେସ୍ ଚେଞ୍ଜ କରିଥିଲେ ମୁଁ ତାଙ୍କର ଆଡ଼ୁ କହିଲି ଆଉ ତାପରେ ମୁଁ ପଚାରିଥିଲି କୁଆଡ଼େ ଯିବ। ସେ କହିଲେ ମୁଁ ଗାଧେଇବି। ତାପରେ ମୁଁ କହିଲି ଜଲ୍ଦି ଗାଧେଇ ପଡ଼। ଆମେ ତ ମିକ୍ସଚର୍ ଆଣିଛନ୍ତି ଆଉ କିଛି ଭଜା ଅଛି ଖାଇଦେବା। ଖାଇକି ଟିକେ ରେଷ୍ଟ ନେଲା ପରେ ଦେଖିଲି ଯେ ଗୋଟେ ହାତୀ ଗାଡ଼ି ଆସିକି ଆମ ଜାଗା ସବୁ ଖୋଳି ଦେଉଛି। ମୁଁ ଯାଇକି ଯେତେବେଳେ ପହଞ୍ଚିଗଲି ମୁଁ କହିଲି ହେଲୋ ମା ଆମର କ'ଣ ଆସିକି ସବୁ ହାତୀ ଗାଡ଼ିଟା କ'ଣ ଖୋଳି ପକାଉଛି ତା ଷଣ୍ଢରେ। ସେ କହିଲେ ହଁ। ତ ଆମର ଏଇଟା ଖୋଳା ହେଉଥିଲା କଲମ ଗାଡ଼। ତାପରେ ଏଇଟା ଆମେ ଛିଡ଼ା ହେଇଥିଲୁ ଆଉ ଟିକେ ଭିଡ଼ିଓ ବନେଇଥିଲୁ ମାମା ପୁତୁରା ମିଶିକି। ମିଲ୍ଟିକୁ ଦେଖୁନ କେମିତି ଡୁଙ୍ଗୁଛି। ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗିଥାଏ ତ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ। କମେଣ୍ଟ କରିବାରେ ଜମାରୁ ଭୁଲିବେନି। ଜମା ଭଲ ଲାଗୁନଥିବ ମୁଁ ଜାଣି